ଦେବୀ ଲକ୍ଷ୍ମୀ ଉପବାସରେ ଥିଲେ। ସେ ଜଗନ୍ନାଥଙ୍କୁ କହିଲେ, ମୁଁ ନଗର ଭ୍ରମଣକୁ ଯିବାକୁ ଚାହେଁ। ଜଗନ୍ନାଥ ଅନୁମତି ଦେଲେ। ମା ଲକ୍ଷ୍ମୀ ଏକ ବୃଦ୍ଧ ବ୍ରାହ୍ମଣୀର ରୂପ ଧାରଣ କରି ଶ୍ରିୟା ଚଣ୍ଡାଳୁନୀ ଘରେ ପହଞ୍ଚିଲେ। ତାର ଶ୍ରଦ୍ଧାରେ ମୁଗ୍ଧ ହୋଇ ତାକୁ ବର ଦେଲେ। ଏପଟେ ଧ୍ୟାନରେ ବସିଥିବା ବଳରାମ ଜାଣିଲେ ଯେ ଲକ୍ଷ୍ମୀ ଚଣ୍ଡାଳ ଘରକୁ ଯାଇଛି। ସେ କ୍ରୋଧରେ କହିଲେ, ତାକୁ ମନ୍ଦିରରୁ ତୁରନ୍ତ ବାହାର କର। ଜଗନ୍ନାଥ ବହୁତ ବୁଝାଇଲେ, କିନ୍ତୁ ବିଫଳ ହେଲେ। ମନ୍ଦିର ଛାଡୁଥିବା ବେଳେ ଲକ୍ଷ୍ମୀ କହିଲେ, ମୋ ଶାପ ଶୁଣ। 12 ବର୍ଷ ପର୍ଯ୍ୟନ୍ତ ଅନ୍ନ ଜଳ ମିଳିବ ନାହିଁ। ତୁମେ ଭିକ୍ଷୁକଙ୍କ ପରି ଘୁରି ବୁଲିବ। ତୁମେ କେତେବେଳେ ଭୋଜନ ପାଇବ, ଯେତେବେଳେ ମୁଁ ଏଇ ଚଣ୍ଡାଳୁଣୀ ତୁମକୁ ଭୋଜନ ଦେବି। ଶାପ ଲାଗିବା ମାତ୍ରେ ମନ୍ଦିର ସମ୍ପୂର୍ଣ୍ଣ ରୂପେ ଖାଲି ହୋଇଗଲା। ଭୋକ ଶୋଷରେ ଜଗନ୍ନାଥ ଓ ବଳରାମ ଫଟା ବସ୍ତ୍ର ପିନ୍ଧି ଘର ଘର ବୁଲି ଭିକ୍ଷା ମାଗିଲେ, କିନ୍ତୁ ତାଙ୍କୁ କୋଉଠି କିଛି ମିଳିଲା ନାହିଁ। ଦୁହେଁ ଭୋକ ଉପାସରେ ଆଉଟୁ ପାଉଟୁ ହେଉଥିଲେ। ଶେଷରେ ସମୁଦ୍ର କୂଳରେ ପହଞ୍ଚିଲେ। ସେଠାରେ ଲକ୍ଷ୍ମୀ ତାଙ୍କ ନୂଆ ମହଲ ତିଆରି କରିଥିଲେ। ସ୍ୱାମୀଙ୍କ ଆସିବା ଦେଖି ସେ ଦାସୀକୁ ପଠାଇ ପଚାରି ବୁଝିଲେ। ସେ କହିଲେ କି ଆମକୁ ଭୋଜନ ଦରକାର। ଦାସୀଙ୍କଠାରୁ ଚଣ୍ଡାଳୁନୀ କଥା ଶୁଣି ନିଜେ ରାନ୍ଧି ଖାଇବା ପାଇଁ କହିଲେ, କିନ୍ତୁ ଅଗ୍ନିଦେବଙ୍କୁ ଆଦେଶ ଥିଲା କାଠ ଜଳିବ ନାହିଁ। ଶେଷରେ ସେମାନେ ମାନିଲେ। ଜାତି ପଛେ ଗଲେ ଯାଉ, ଆମେ ଏଠି ଭୋଜନ ଗ୍ରହଣ କରିବୁ। ଲକ୍ଷ୍ମୀ ନିଜ ହାତରେ ଭୋଜନ ତିଆରି କଲେ। ନୂଆ ବସ୍ତ୍ର ଦେଲେ, ସମ୍ମାନ ସହିତ ଭୋଜନ ଦେଲେ। ପୋଡ଼ ପିଠାର ସ୍ୱାଦ ନେଇବା ମାତ୍ରେ ଜଗନ୍ନାଥ ଜାଣିପାରିଲେ ଏହି ଘର ଲକ୍ଷ୍ମୀଙ୍କର। ଜଗନ୍ନାଥ କ୍ଷମା ପ୍ରାର୍ଥନା କଲେ। ଲକ୍ଷ୍ମୀ ତାଙ୍କୁ କ୍ଷମା କଲେ, କିନ୍ତୁ ଲକ୍ଷ୍ମୀଙ୍କର ସର୍ତ୍ତ ରଖିଲେ, ଏବେଠୁ କୌଣସି ଜାତିରେ ଭୋଜନ ଓ ପାଣିର ଭେଦଭାବ ରହିବ ନାହିଁ। ଜଗନ୍ନାଥ ତୁରନ୍ତ ସ୍ୱୀକାର କଲେ। ଲକ୍ଷ୍ମୀ, ଜଗନ୍ନାଥ ଓ ବଳରାମ 3 ଜଣ ମନ୍ଦିରକୁ ଫେରିଲେ। ଆକାଶରୁ ପୁଷ୍ପବୃଷ୍ଟି ହେଲା। ବଳରାମ କହିଲେ, ଘର ସେତେବେଳେ ହୁଏ ଯେତେବେଳେ ସେଠାରେ ଘରର ଲକ୍ଷ୍ମୀ ବାସ କରନ୍ତି।